ତାଙ୍କର ଯାହା ଯାହା ଦାବି ଥିଲା ଆମେ ତାକୁ ସବୁ ଅନୁଧ୍ୟାନ କଲୁ ଏବଂ ତାଙ୍କର ଦାବିର କେମିତି ସମାଧାନ ଯଥାଶୀଘ୍ର ହେବ ଏବଂ ସେ ତାଙ୍କର ନ୍ୟାର୍ଯ୍ୟ ଦାବି ଯାହା ଯାହା ଦେଇଛନ୍ତି ତାକୁ କରିବା ପାଇଁ ଆମେ ଗୋଟେ ହାଇ ଲେଭେଲ୍ କମିଟି କରିଛୁ, ଯେଉଁଥିରେ ଆମର 2 ଜଣ ଏସି ଏବଂ ଆମର ଆଡ଼ିସନାଲ୍ ଡାଇରେକ୍ଟର ଜିଓଲୋଜି ଅଛନ୍ତି, ସେମାନେ ସମ୍ବଲପୁର ଯିବେ ଏବଂ ଆମେ ତପନ ହୋତା ମହୋଦୟଙ୍କୁ ବି ଅନୁରୋଧ କରୁଛୁ ସେ ବି ସେ ଯେଉଁ କମିଟି ଯିବେ ସେ କମିଟି ବି ଅନ୍ ଦି ସ୍ପଟ୍ ଯିବେ, ଯେହେତୁ ତାଙ୍କର କାମଗୁଡ଼ିକ ପ୍ରାୟତଃ ବଲାଙ୍ଗୀର ଏବଂ ସମ୍ବଲପୁର ଜିଲ୍ଲା ସମ୍ବନ୍ଧରେ, ତେଣୁ ସେଇଠି ସେମାନେ ଯିବେ। ଗଲେ ବି ଆମେ ହୋତା ମହୋଦୟଙ୍କୁ କହିଛୁ ସେ ବି ତାଙ୍କୁ କୋଅପରେଟ୍ କରିବେ, କରିକିରି ଆମେ ଯଥାଶୀଘ୍ର ଜିନିଷର ସମାଧାନ କରିକି ତାଙ୍କର ନ୍ୟାର୍ଯ୍ୟ ଦାବି ଯେଉଁଗୁଡ଼ାକ ଅଛି ସେଗୁଡ଼ା ପୂରଣ କରିବା ଦିଗରେ ନିଶ୍ଚୟ ପଦକ୍ଷେପ ନେବୁ। ମୋ ସାଙ୍ଗରେ ବି 2 ଜଣ ଏସି ଅଛନ୍ତି ଯିଏ କମିଟିର ମେମ୍ବର ଅଛନ୍ତି, ସମ୍ବଲପୁର ଏସି ଏବଂ ଆମର ଯିଏ ହେଡ଼କ୍ୱାର୍ଟର ଏସି ସିଏ ଆଉ ଆଡ଼ିସନାଲ୍ ଡାଇରେକ୍ଟର ତାଙ୍କ ସାଙ୍ଗରେ ଯିବେ, ଯାଇକିରି ତାକୁ ସମାଧାନ କରିବେ ଏବଂ ନ୍ୟାୟୋଚିତ ହେବ। ନିଶ୍ଚୟ ମୁଁ ଭାବୁଛି ସମସ୍ତଙ୍କୁ ସେଇଟା ଗ୍ରହଣୀୟ ହେବ। ଆଜ୍ଞା ମୁଁ ଗତ 23 ତାରିଖରୁ GWD ଡାଇରେକ୍ଟୋରେଟ୍ ସାମ୍ନାରେ ଧାରଣା ଦେଇଥିଲି, ବହୁତ ଗୁଡ଼ାଏ ଦାବି ନେଇଥିଲି ସମ୍ବଲପୁର ଆଉ ବଲାଙ୍ଗୀର ଡିଭିଜନରେ, ଆଉ ବାରମ୍ବାର ଯେତେବେଳେ କହିଲା ବେଳେ ସୁଫଳ ମିଳିନଥିଲା, ସେଥିପାଇଁ ମୁଁ ବସିଥିଲି। ବର୍ତ୍ତମାନ ଡାଇରେକ୍ଟର ଆମକୁ ଆଶ୍ୱାସନା ଦେଇଛନ୍ତି, ଗୋଟେ କମିଟି ଗଠନ କରିଛନ୍ତି, ଆଉ ସେ କମିଟିରେ ADG ଅଛନ୍ତି, AC2 AC1 ଅଛନ୍ତି, ଆଉ 2ଟା ଅନ୍ୟ ଜିଓଲୋଜିଷ୍ଟ ଅଛନ୍ତି, ଆଉ ସେମାନେ କହୁଛନ୍ତି ୟାର ଇନକ୍ୱାରି କରିକି ସେମାନେ 10 ଦିନ ଭିତରେ ପ୍ରଥମେ ରିପୋର୍ଟ ଦେବେ, ଆଉ କାମ ନ ସରିଲା ଯାଏ କମିଟି ବଳବତ୍ତର ରହିବ, ଆଉ ପ୍ରତ୍ୟେକ ମୋର ଆପ୍ଲିକାଣ୍ଟକୁ କେମିତି ନ୍ୟାୟ ଦିଆଯିବ ସେଟା ଉପରେ ଆଲୋଚନା କରିବେ ବୋଲି କହୁଛନ୍ତି। ମୁଁ ଏଥିରେ ବର୍ତ୍ତମାନ ପାଇଁ ସନ୍ତୁଷ୍ଟ ଅଛି ଆଜ୍ଞା। ମୁଁ ଧନ୍ୟବାଦ ଦେବି ଆମର ଆପଣମାନଙ୍କ ମିଡ଼ିଆ ଭାଇମାନଙ୍କୁ, ଆମର ଭାରତୀୟ ମଜଦୁର ସଂଘ ସଭାପତି ଭାଇଙ୍କୁ, ଆଉ ଆମର ପ୍ରିୟ ବଲାଙ୍ଗୀର BMSର ସଭାପତିଙ୍କୁ, ଆଉ ସମସ୍ତ ମୋ ସାଙ୍ଗସାଥିକୁ ଯିଏ ମୋତେ ବହୁତ ସାହସ ଦେଇଥିଲେ, ଆଉ 11 ଦିନର ଯେଉଁ ଜର୍ଣ୍ଣିଟା ଥିଲା ମୋର ବହୁ କଷ୍ଟଦାୟୀ ଥିଲା, ଟିକେ ଡାଉଟ୍ରେ ବି ରହୁଥିଲି, ଆଉ ମୁଁ ଆଶା କରୁଛି ଯେ କମିଟି ମୋ କାମଟାକୁ ସୁଚାରୁ ରୂପେ କରିବ ଆଜ୍ଞା। ଆଉ ଯଦି ନ କଲା ପୁଣି ଆଉଥରେ ଆପଣଙ୍କ ସାହାଯ୍ୟ ନେବି, ନହେଲେ ଆଉଥରେ ସରକାରଙ୍କ ଦ୍ୱାରସ୍ଥ ହେବି ବୋଲି ମୁଁ ଭାବୁଛି ଆଜ୍ଞା। ଡେଫିନେଟଲି ଆଜ୍ଞା, ଆମେ ଯେତେବେଳେ ବସିଥିଲୁ ଆଗରୁ ବହୁତ ଥର ଚିଠି ଦେଇଥିଲୁ, ଏମାନେ କିଛି ଶୁଣୁନଥିଲେ, ଟୋଟାଲି ଇଗ୍ନୋର କରୁଥିଲେ। ଆମର ଏଇ ଆପ୍ଲିକେସନଟା 1.5-2 ବର୍ଷ ହେଲା ଦିଆ ଚାଲିଛି, କିନ୍ତୁ ଏହାର କୌଣସି ସମାଧାନ ହେଉଥିଲା। ଆପଣମାନଙ୍କ ଯଦି ସାହାଯ୍ୟ ସହଯୋଗ ନଥାନ୍ତା ଆଜ୍ଞା, ଆମେ କେବେ ବି ପାଇପାରି ନଥାନ୍ତୁ। ସେଥିପାଇଁ ମୁଁ ଆମ ସମ୍ବଲପୁରବାସୀ ଆଉ ବଲାଙ୍ଗୀରବାସୀ ସମସ୍ତ ପଶ୍ଚିମ ଓଡ଼ିଶାବାସୀଙ୍କ ଠାରୁ ଆପଣଙ୍କୁ ସବୁବେଳେ ହୃଦୟରୁ ଭଲ କାମନା କରୁଛି ଆଜ୍ଞା।